ଝାରସୁଗୁଡ଼ାର ପ୍ରମୁଖ ମାନବାଧିକାର ସଂଗଠନ WHRPO ତରଫରୁ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ତଥା ଝାରସୁଗୁଡ଼ା ଉପରେ ଏହାର ପ୍ରଭାବ ଶୀର୍ଷକରେ ଏକ ଆଲୋଚନା ଚକ୍ର ହୋଟେଲ ମେଘଦୂତଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଅଭିଷେକ ଲାଟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ତଥା ବକ୍ତାମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ୍ ପ୍ରତାପ ଚନ୍ଦ୍ର ବେହେରା, ପରିବେଶ ଅନୁରୂପ ଜୀବନ ଜିଉଥିବା ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଦେବତା, ବରିଷ୍ଠ ଚିକିତ୍ସକ ଡକ୍ଟର MJ ଡୋରା, ଡକ୍ଟର ପ୍ରଭାତ ଜୈନ, ଇକୋ କ୍ଲବ ସମୂହ ସଂଯୋଜକ ପ୍ରହଲ୍ଲାଦ ନାୟକ, ଅଞ୍ଚଳର ନାଁ କରା ପରିବେଶବିତ୍ ତଥା ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ସଭାପତି ଯିଏକି ଏ ଅଞ୍ଚଳର ଅନ୍ଧ ଶିଳ୍ପାୟନ, ଶିଳ୍ପ ପାଇଁ ଆଇନ କାନୁନର ଉଲ୍ଲଂଘନ, ଶିଳ୍ପ ସଂସ୍ଥା ଦ୍ୱାରା ପାଉଁଶ ପାହାଡ଼ ସୃଷ୍ଟି, ଜଙ୍ଗଲ ହଡ଼ପ, ନଦୀନାଳକୁ ବିଷପୂର୍ଣ୍ଣ କରି ସମଗ୍ର ପଶ୍ଚିମ ଓଡ଼ିଶାର ମଣିଷ ସମାଜକୁ ମରଣ ମୁହଁକୁ ଠେଲି ଦେଉଥିବା ତଥାକଥିତ ବିକାଶ ପ୍ରକ୍ରିୟାକୁ ନେଇ ଦେଶର ସମ୍ବିଧାନ ଓ ପରିବେଶଗତ କାନୁନକୁ ନେଇ राज्यठू केन्द्र जाए विभिन्न सरकारठू सरकारी विभागठू नहीं हाईकोर्ट, सुप्रीमकोर्ट, ग्रीन ट्रिब्यूनाल पर्यंत निजर संघर्ष जारी रखिथिबा श्री सत्यनारायण राव प्रमुख जोगदे निजर वक्तव्य रखिथिले। कार्यक्रम को सांबादिक प्यारेलाल श्रीवास्तव एवं सुशिक्षक सुधीर महापात्र परिचालना करिथिबा बेले WHRPO सदस्य प्रशांत राय, अनंत शर्मा, अश्विनी पांडे, संपादक मदन मोहन मल्लिक, किशोर बेहेरा, बी रमेश, स्वर्ण सिंह छिंडे, वासुदेव सेठी, अनिंद्यराज खड़ंगा, महिला नेत्री अनिता सिंह, रेखा सिंह, रेणु तिवारी प्रमुख उपस्थित थिले। कार्यक्रम में परिवेश संकट को नहीं नागरिक पवन सुल्तानिया, कवि राधामोहन पांडे प्रमुख निज वक्तव्य रखिथिले। शेष में सभापति लाट समस्त को धन्यवाद अर्पण करथिले।